ଯେକୌଣସି ଗୋଟେ ଜିନିଷ ଠିକ୍ କରନ୍ତି ପ୍ରାୟୋରିଟି କରିବେ, ଫିକ୍ସ କରିବେ। କାରଣ ସବୁ ଜିନିଷ ଏକାଠି କଲେ ସେ କେବେ ସକ୍ସେସଫୁଲ ହବନି। ଏଇ ଯୋଉ ଡିଲେଡ୍ ପ୍ରକ୍ରିୟାଟା ହେଇଛି ଆଜି ପର୍ଯ୍ୟନ୍ତ, ଯୋଉଟା କି ରତ୍ନଭଣ୍ଡାର ଇନଭେଣ୍ଟ୍ରି, ସେଇଟା ବି ହବା କଥା। ଦେଖନ୍ତୁ ସେଠୁ ଫେରିଲା ବେଳେ ଆମର ଯିଏ ଅଧିକୃତ ଅଧିକାରୀ, ଯିଏ ଆମର ଚେୟାରମ୍ୟାନ୍ ବିଶ୍ୱନାଥ, ଏ ବିଷୟରେ ସବିଶେଷ ତଥ୍ୟ ଦେଇ ସାରିଛନ୍ତି। ଆଜି ସିଏ ବି ଯାହା କହିଛନ୍ତି ସତ। ଆଜି ଭିତରଭଣ୍ଡାରେ ତନଖି ହେଇଛି, ଖୋଲା ହେଇଛି, ସବୁ ଜିନିଷ ସ୍ଥାନାନ୍ତରୀକରଣ କରାହେଇଛି। କାରଣ ଦୈନନ୍ଦିନ ନୀତିରୀତି ଆଖିରେ ରଖି ଆଉ ଦର୍ଶନ ମାନଙ୍କର ସୁବିଧାକୁ ଆଖିରେ ରଖି ସେଇଟା କରାହେଇଛି। ତାପରେ ଏସ୍ଓପି କି ଅବଲମ୍ବନ କରିକି ଭିତରଭଣ୍ଡାର ଖୋଲା ହେଇଛି। କିନ୍ତୁ ସେଟା ସମୟ ସାପେକ୍ଷତାରେ ଆଉ ସେଟା କରିବା, ଆଉ ସେଟା ବି ବର୍ତ୍ତମାନ କହିବା ସମ୍ଭବ ନୁହେଁ। ସେ ଯାହା କହିଛନ୍ତି ମୁଁ ସେଇ ଜିନିଷଟା ଆଉ ଥରେ କହୁଛି। ଧନ୍ୟବାଦ। ଆଜ୍ଞା ଶୁଣନ୍ତୁ, ମନ୍ଦିରର ଉଦ୍ଦେଶ୍ୟ ବୁଝନ୍ତୁ, ମନ୍ଦିରର କ'ଣ ଲକ୍ଷ୍ୟ କ'ଣ ବୁଝନ୍ତୁ। ବର୍ତ୍ତମାନ ବାହୁଡ଼ା ବେଳେ ଯାତ୍ରୀମାନଙ୍କୁ ବିଷୟରେ ଚିନ୍ତା କରିବା ଦରକାର। ଠାକୁରଙ୍କ ପୂଜା ରୀତିନୀତି ଉପରେ ବିଶ୍ୱାସ କରିବା କଥା। ତା ସାଙ୍ଗରେ ଏଇ ଯୋଉ ଡିଲେଡ୍ ପ୍ରକ୍ରିୟାଟା ହେଇଛି ଆଜି ପର୍ଯ୍ୟନ୍ତ, ଯୋଉଟା କି ରତ୍ନଭଣ୍ଡାର ଇନଭେଣ୍ଟ୍ରି, ସେଇଟା ବି ହବା କଥା। ତେଣୁ ଆପଣ ଯେକୌଣସି ଗୋଟେ ଜିନିଷ ଠିକ୍ କରନ୍ତି ପ୍ରାୟୋରିଟି କରିବେ, ଫିକ୍ସ କରିବେ। କାରଣ ସବୁ ଜିନିଷ ଏକାଠି କଲେ ସେ କେବେ ସକ୍ସେସଫୁଲ ହବନି। ବର୍ତ୍ତମାନ ପରିପ୍ରେକ୍ଷୀରେ କାଲି ବାହୁଡ଼ା, ଆଜି ମୋଷ୍ଟ ଇମ୍ପୋର୍ଟାଣ୍ଟ ଥିଙ୍ଗ ଯାତ୍ରୀମାନଙ୍କୁ ବା ଭକ୍ତମାନଙ୍କୁ କେମିତି ସେବା ଦେବା, ସେଇଟା ବେଶୀ ବଡ଼ କାମ।